So, here, welcome to my new video. ଆଜି ମଣିଷର ପ୍ରକୃତିର ଆଉ ଗୋଟେ ବଡ଼ ଏକ୍ସପୋଜ ଏ ଭିଡ଼ିଓରେ ହେବ। ଆକ୍ଚୁଆଲି ଆମର ମୁଣ୍ଡ ଭିତରେ ଯେଉଁ ମେମୋରି ଅଛି, ସେ ମେମୋରି ବା ସ୍ମୃତି ଯେଉଁ କୁହନ୍ତି, ସେଇ ସ୍ମୃତି ଆମର ବେଳେବେଳେ ବହୁତ ବଡ଼ ସାଙ୍ଗ ବି ହେଇପାରେ, ଯିଏ ଆମର ବହୁତ କାମରେ ଆସିବ। ଆଉ ଆମେ ଯଦି ଯେତେବେଳେ ମାନେ ସିଏ ବେଳେବେଳେ ଆମର ଶତ୍ରୁ ବି ହେଇଯାଇପାରେ। ସିଏ ଏଇ ମେମୋରି ଶତ୍ରୁ ଆଉ ମିତ୍ର କେମିତି ହୁଏ? ବହୁତ ବଡ଼ କ୍ୱେଶ୍ଚନ୍। ଆମ ସମସ୍ତଙ୍କର ଜୀବନରେ କିଛି ଭଲ ସ୍ମୃତି ଅଛି ଆଉ କିଛି ଖରାପ ସ୍ମୃତି। ସେଇ ଭଲ ସ୍ମୃତି ଯେତେବେଳେ ସିଏ ହେଇପାରେ ବର୍ଷ ବର୍ଷ ପୁରୁଣା, ଯଦି ଭଲ ସ୍ମୃତି ହେଇଥିବ ତାହେଲେ ଆମ ଜୀବନକୁ ବହୁତ ଭଲ କରିଦେବ, ବହୁତ ପୁରୁଣାରୁ ବହୁତ ଭଲ ମୋମେଣ୍ଟ ମନେ ପକାଇଦେବ, କ୍ଷଣ ମନେ ପକାଇଦେବ। କିନ୍ତୁ ଯଦି ଖରାପ ସ୍ମୃତି ହେଇଥିବ ସିଏ ଆମ ଜୀବନକୁ ପୁଣି ଆଉ ଥରେ ବିଷୟରେ ଭରିଦେବ। କିନ୍ତୁ ହୁଏ ଏଇଆ କ'ଣ, ମ୍ୟାକ୍ସିମମ୍ ଟାଇମ୍ସ ଆମେ ଆମର ଯେଉଁ ଭଲ ସ୍ମୃତିକୁ ଯେତେ ଭଲସେ ମନେ ପଡ଼େ, ତାଠୁ ବହୁତ ଅଧିକା ଯେଉଁ ଖରାପ ସ୍ମୃତି, ଖରାପ ମୁମେଣ୍ଟ ଯେଉଁ ଲାଇଫ୍ରେ ଯାଇଥାଏ, ଅତୀତ ହେଇଯାଇଥାଏ, ସେଇଟା ଆମର ବେଶୀ ମନେ ପଡ଼େ। ଭଲ ମେମୋରି ଏତେ ମନେ ରୁହେନି। ଆଉ ଆମର ଯେ ଆଖପାଖରେ କିଛି କିଏ ଲୋକ ଥିବ, ସିଏ ଯଦି ଆମର ଶତ୍ରୁ ହେଇଥିବ, ଜାଣିକି ସିଏ ଆମର ସେଇ ଖରାପ ସ୍ମୃତିଟାକୁ ବାରମ୍ବାର ମନେ ପକାଉଥିବ। କିନ୍ତୁ ଗୋଟେ କହିବା କଥା, ଆମେ ସେଇ ଜିନିଷକୁ ନିଜ ପାଖରେ ରଖିବା ଦରକାର ନା ଯେ ଆମର ଲାଭରେ ଲାଗୁଥିବ, ନା କି କ୍ଷତିରେ। ଯଦି ସେମିତି କହିବା କଥା, ଯେଉଁ ମେମୋରି ଆମ ଜୀବନରେ କଷ୍ଟ ଦେଉଛି, ଯେମିତିକା ଜିନିଷ ଆମ ଜୀବନକୁ ଦୁଃଖରେ ଭରି ଦେଉଛି, ଆମେ ସେମିତିକା ମେମୋରିକୁ କାହିଁକି ମନେ ପକାଇବା? କାହିଁକି ସେମିତିକା ଲୋକଙ୍କ କଥାକୁ ବାରମ୍ବାର ମନରେ ଭାବିବା, ଯେଉଁ ଲୋକର କଥାକୁ ଭାବିକି ଆମେ ଲୁହ ଗଡ଼ାଉଛନ୍ତି? ଆମେ ସେ ଲୋକର କଥାକୁ ଭୁଲିଯିବା ଦରକାର। କହିଦେବା ସହଜ, କିନ୍ତୁ ସେ ଲୋକ ଯେତେବେଳେ ଆଖି ଆଗକୁ ପଳେଇ ଆସିବ, ସେ ସ୍ମୃତି ଯେତେ ଚେଷ୍ଟା କଲେ ବି ସେ ସ୍ମୃତି ଲିଭିବନି। ଇଏ ବହୁତ ବଡ଼ କଥା। ସେ ଯେଉଁ ଯାହା ବିତି ଯାଇଥିବ, ତାକୁ ମନରୁ ଲିଭାଇବା ବହୁତ ବଡ଼ କଷ୍ଟ। କିନ୍ତୁ ଆମେ କ'ଣ ସେଇ ଅତୀତକୁ ନେଇକି ବଞ୍ଚିବା? ଆମେ ବଞ୍ଚିବା ଆମର ଭବିଷ୍ୟତକୁ ନେଇକି। ଯେଉଁ ଭବିଷ୍ୟତ ଆମେ ଚାହିଁବା ଯଦି ହେଇପାରେ ବହୁତ ଉପରକୁ ଉଠିବ, ବହୁତ ଉନ୍ନତି କରିବା। ଆଉ ଯଦି ଆମେ ଦୁଃଖରେ ଭାଙ୍ଗି ପଡ଼ିବା, ତାହେଲେ ସେ ରସାତଳ ପୁରା ପଡ଼ିବ। ତାହେଲେ ଆମେ ଏମିତି ଜିନିଷ ମନେ ପକାଇବା ଦରକାର ନା ଯେଉଁଟା ଆମ ଜୀବନକୁ ଖୁସିରେ ଭରୁଛି, ଆମକୁ ଉନ୍ନତି ଦେଉଛି, ନା କି ଆମର କ୍ଷତି କରୁଛି। ତ ସେଇଭଳିଆ ସ୍ମୃତି ଆମ ଜୀବନରେ ଆମେ ରଖିବା, ଯେଉଁଟା ଆମ ଜୀବନରେ ଭ୍ୟାଲ୍ୟୁ ଆଡ଼୍ କରୁଛି, ଆମ ଜୀବନକୁ ଉପରକୁ ଉଠାଉଛି। ହେଇପାରେ ସେ ସ୍ମୃତି ଯେଉଁଟା ଆମକୁ କଷ୍ଟ ଦେଉଛି, ମନେ ରଖିବା ପାଇଁ ମନେ ପକାଇଲା ବେଳକୁ କଷ୍ଟ ହେଉଥାଇପାରେ, କିନ୍ତୁ ଆମେ ଚେଷ୍ଟା କରିବା ତାକୁ ମନେ ନ ପକାଇବା ପାଇଁ। ଏ ତ ମଣିଷର ପ୍ରକୃତି। ଯେଉଁ କଥାଟା ଖରାପ ହେଇଥିବ ଆମ ସହିତ, ତାକୁ ଭୁଲିବା କଷ୍ଟ, ସେ ଲୋକକୁ ଭୁଲିବା କଷ୍ଟ। କିନ୍ତୁ ଆମେ ଆମର ଭବିଷ୍ୟତ କଥା ଚିନ୍ତା କରିବା ଦରକାର। ସେଇଟାକୁ ନେଇକି ତ ମଣିଷ ଆଶା ରଖେ ଯେ ବୋଧେ ଆଗକୁ କିଛି ଭଲ ହେଇପାରେ। ସେଇ ଭଲ ହେବା ଆଶାର ସେଇ ଅତୀତ ଯେଉଁଟା କଷ୍ଟ ଦେଉଛି, ତାକୁ ଭୁଲିଯାଅ। ଆଉ ଯେଉଁଟା ତମ ଜୀବନରେ ଖୁସି ଆଣୁଛି, ସେଇଟାକୁ ମନେ ରଖ। ଦ୍ୟାଟ୍ସ ଇଟ୍। ଏମିତି ହିଁ କରିବା ଦରକାର ମୋ ମତରେ।